କଳିଯୁଗରେ କେବଳ ଅଳ୍ପାୟୁଷ ମଣିଷ 60 ବର୍ଷର ବୟସ ଭିତରେ 60 ବର୍ଷର ପରିସମାପ୍ତି ଜୀବନ ଭିତରେ କେତେ ଲାଭ କରିବି, କେତେ ପୁଣ୍ୟ କରିବି ନା ତୁମର ନାମ ଭଜନ କରି କେବଳ ଘର ପାଇବି। ତେଣୁ ଜଗନ୍ନାଥ ଦାସ ଭାବେ କହିବି କଳିଯୁଗରେ କେବଳ ନାମ ହେଉଛି ସୁନ୍ଦର, ନାମ ହେଉଛି ବ୍ରହ୍ମ। ଆପଣମାନଙ୍କର ମହାପୁରୁଷ ଅଚ୍ୟୁତ କଥା କହିଲେ ପ୍ରିୟତମ ଦେହତର ଆମର ମହାପ୍ରଭୁ ଜଗନ୍ନାଥ ଦାସ ସୁନ୍ଦର ଭାବରେ କହିଲେ କଳିଯୁଗରେ ମଣିଷ ପାଇବା ପାଇଁ 9ଟି ଉପାୟ ଅଛି। ସେ 9ଟି ଉପାୟ କଣ? ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଜନ ବନ୍ଦନ ଦାସ୍ୟ ସାକ୍ଷ୍ୟ ଆତ୍ମନିବେଦନ। ପ୍ରଭୁ କହିଲେ ଜୀବ କଳିଯୁଗରେ କେବଳ ଶୁଣି କଳିଯୁଗ ମଣିଷ କଳିହତ ମଣିଷ ଶୁଣି ଉଦ୍ଧାର ପାଇଯିବ। କୋଉଠି ଯଜ୍ଞ କରିବା ଆବଶ୍ୟକ ନାହିଁ। କଳିଯୁଗରେ କେବଳ ନାମ ଅଧୁରା ଶୁଣିଲି ନ ରହୁନି। ତେଣୁ ଏ କଳିଯୁଗ ଆମ ପାଇଁ 60 ଅଳ୍ପାୟୁଷ ଭିତରେ ଆମେ କେମିତି ପ୍ରଭୁ ପାଇବା? ପ୍ରଭୁ ଗୋଟିଏ କଥା ଦେଖନ୍ତି ନା, ଜୀବନକାଳ ଭିତରେ କିଛି ଦେଖନ୍ତି ନାହିଁ, ନା ଧନ ନା ଜନ୍ମ ନା ସମ୍ପତ୍ତି ନା ବିପତ୍ତି କିଛି ଦେଖନ୍ତି ନାହିଁ। କେବଳ ଗୋଟିଏ କଥା ଦେଖନ୍ତି ଆମ ଭିତରେ ଥିବା ଭଗର କେତେ ଭକ୍ତି ଅଛି, ଭକ୍ତ ଭିତରେ କେତେ ଭକ୍ତି ଅଛି ତାକୁ ପରୀକ୍ଷା କରିବା ପାଇଁ ପ୍ରଭୁ ପ୍ରତି ମୁହୂର୍ତ୍ତରେ ଆମକୁ ଯେତେ ଧୀରେ ଧୀରେ ବିଷୟ ଯିବ জীবন তমাম পরিবার পছরে ধরি জীবনটা সারিদেবি ଆଉ ବଞ୍ଚିବାର ଆଶା ରଖିଲୁ ନାହିଁ। ଆଉ ଯେତିକି ଦିନ ପାଇଁ ବଞ୍ଚିଲୁ ଏ ଜୀବନଟାକୁ ପରିବାର ପାଇଁ ଧୂପ କାଠି କରି ଜାଳିଦେଲୁ। ଆମେ ସମସ୍ତେ ବିଚାର କରିବୁ ଯୋଉଦିନ ଆମେ ନା ଥିବ ଦେହର ବଳ, ନା ଥିବ ମନର ବଳ, ନା ଥିବ ଧନର ବଳ, କୋଉ ବଳ ନଥିବ ଗୋଟିଏ ବଳ, ତାହା ଶ୍ରୀମଦ ଭାଗବତ କୁହାଗଲା ଧର୍ମ ଏକା ସିନା ମହତ ପଣିଆ ଆଉ ସବୁ କଥା ଅଢେଇ ଦେଇଦିଅ। ତେଣୁ ଏ କଳିହତ ଜୀବନ ଉଦ୍ଧାର କରିବା ପାଇଁ କେବଳ ନାମ ସଂକୀର୍ତ୍ତନ। କାହିଁକି ନା ଆପଣମାନଙ୍କର ଶ୍ରୀଲ ପ୍ରଭୁପାଦ ଗୋସ୍ୱାମୀ କେତେ ସୁନ୍ଦର ଭାବରେ କଲମ କଲେ ଯୋଉ ନାମ ଭଜନ କରି ଜଗାଇ ପାଠାଇ ଉଦ୍ଧାର ପାଇବେ, ଯୋଉ ନାମକୁ ଭଜନ କରି ଅଜାମିଳ ନାମେ ସେ ମହାପାପୀ କରିଗଲା ପୁତ୍ର ନାମକୁ ଯୋଗ ପ୍ରଭୁ କହନ୍ତିରେ ଯିବ ମୁଁ କିଛି ଦେଖେ ନାହିଁ, କେବଳ ଗୋଟିଏ କଥା ଦେଖେ, ତା ହେଉଛି ଭାବ।